ଓଡ଼ିଶା ଆର୍‌ଟିଓ କୋଡ୍ ତାଲିକା। ଓଡ଼ିଶା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସଂକ୍ଷିପ୍ତ ବିବରଣୀ ବିଷୟରେ ଚାଲନ୍ତୁ ଆଜି ଡିଟେଲରେ ଜାଣିବା। ଯାନବାହନ ଏବଂ ପରିବହନର ପଞ୍ଜୀକରଣ ପ୍ରକ୍ରିୟା କେମିତି ହୁଏ, ଏହା ସହିତ ଓଡ଼ିଶା ଆର୍‌ଟିଓ କୋଡ୍ ତାଲିକା ବିଷୟରେ ଆମେ କଥା ହେବା। ଓଡ଼ିଶା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆର୍‌ଟିଓ ଭାରତର ଓଡ଼ିଶା ରାଜ୍ୟ ମଧ୍ୟରେ ପରିବହନ ସମ୍ବନ୍ଧୀୟ ବିଷୟଗୁଡ଼ିକୁ ନିୟନ୍ତ୍ରଣ ଏବଂ ପରିଚାଳନା କରିବା ପାଇଁ ଦାୟୀ ହୋଇଥାଏ। ଏହା ଯାନବାହନ ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ, ସଡ଼କ ଟିକସ ଆଦାୟ ଏବଂ ପରିବହନ ଆଇନ ଏବଂ ନିୟମାବଳୀ କାର୍ଯ୍ୟକାରୀ କରିବା ସମେତ ବିଭିନ୍ନ କାର୍ଯ୍ୟ ତଦାରଖ କରେ। ଓଡ଼ିଶା ଆର୍‌ଟିଓ ପ୍ରାସଙ୍ଗିକ ଆଇନ ଏବଂ ନିୟମାବଳୀର ଅନୁପାଳନକୁ ପ୍ରୋତ୍ସାହିତ କରିବା ସହିତ ସଡ଼କ ପରିବହନ ବ୍ୟବସ୍ଥାର ନିରାପଦ ଏବଂ ଦକ୍ଷ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରାଏ। ଓଡ଼ିଶା ରାଜ୍ୟରେ 40ରୁ ଅଧିକ ଆର୍‌ଟିଓ ଏବଂ ସବ୍ ଆର୍‌ଟିଓ କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ଏବେ ଆମେ ଓଡ଼ିଶାର ଆର୍‌ଟିଓ କୋଡ୍ ଏବଂ ସେସବୁ ସହରଗୁଡ଼ିକ ବିଷୟରେ ଜାଣିବା। ଆର୍‌ଟିଓ ସିଟି ସହ ଆର୍‌ଟିଓ କୋଡ୍ ବିଷୟରେ ଏବେ ଜାଣନ୍ତୁ। ବାଲେଶ୍ୱରର ଆର୍‌ଟିଓ କୋଡ୍ ହେଉଛି OD01, ଭୁବନେଶ୍ୱରର OD02 ଏବଂ OD33, ବଲାଙ୍ଗୀରର OD03, ଚଣ୍ଡିଖୋଲର OD04, କଟକର OD05, ଢେଙ୍କାନାଳର OD06, ଗଞ୍ଜାମର OD07, କଳାହାଣ୍ଡିର OD08, କେନ୍ଦୁଝରର OD09, କୋରାପୁଟର OD10, ମୟୂରଭଞ୍ଜର OD11, ଫୁଲବାଣୀର OD12, ପୁରୀର OD13, ରାଉରକେଲାର OD14, ସମ୍ବଲପୁରର OD15, ସୁନ୍ଦରଗଡ଼ର OD16, ବରଗଡ଼ର OD17, ରାୟଗଡ଼ାର OD18, ଅନୁଗୁଳର OD19, ଗଜପତିର OD20, ଜଗତସିଂହପୁରର OD21, ଭଦ୍ରକର OD22, ଝାରସୁଗୁଡ଼ାର OD23, ନବରଙ୍ଗପୁରର OD24, ନୟାଗଡ଼ର OD25, ନୂଆପଡ଼ାର OD26, ବୌଦ୍ଧର OD27, ଦେବଗଡ଼ର OD28, କେନ୍ଦ୍ରାପଡ଼ାର OD29, ମାଲକାନଗିରିର OD30, ସୋନପୁରର OD31, ଭଞ୍ଜନଗରର OD32, ଯାଜପୁରର OD34 ଏବଂ ତାଳଚେରର OD35। ଓଡ଼ିଶାରେ ଯାନବାହନ ପଞ୍ଜୀକରଣ ପ୍ରକ୍ରିୟା ପାଇଁ କିଛି ଆବଶ୍ୟକୀୟ ଡକୁମେଣ୍ଟ ରହିଛି। ଏବେ ଆମେ ଓଡ଼ିଶା ଆର୍‌ଟିଓରେ ଯାନବାହନ ତଥା ପରିବହନ ପଞ୍ଜୀକରଣ ପାଇଁ ସେହି ସବୁ ଡକୁମେଣ୍ଟ ଗୁଡ଼ିକ ବିଷୟରେ ଜାଣିବା, ଯାହାକି ବାଧ୍ୟତାମୂଳକ ଅଟେ। ପ୍ରଥମରେ ଯାନବାହନ ପଞ୍ଜୀକରଣ ପାଇଁ ଆବେଦନ ଫର୍ମ, ଯାହାକି ଫର୍ମ 20, ଏହାପରେ ବିକ୍ରୟ ପ୍ରମାଣପତ୍ର ଫର୍ମ 21, ରାସ୍ତା ଯୋଗ୍ୟତା ପ୍ରମାଣପତ୍ର ଫର୍ମ 22, ବୈଧ ବୀମା ପ୍ରମାଣପତ୍ର, ଠିକଣା ପ୍ରମାଣପତ୍ର, ପରିଚୟ ପ୍ରମାଣପତ୍ର ଯେପରିକି ଆଧାର କାର୍ଡ଼, ପାସପୋର୍ଟ, ଭୋଟର ପରିଚୟ ପତ୍ର ଇତ୍ୟାଦି, ପାନ୍ କାର୍ଡ଼ କିମ୍ବା ଫର୍ମ 60/ଫର୍ମ 61 ଯେପରି ପ୍ରଯୁଜ୍ୟ ସେହି ଅନୁସାରେ ଆପଣ ଏହାକୁ ଦେବେ। ଯାନବାହନର ଚେସିସ୍ ଏବଂ ଇଞ୍ଜିନ୍ ନମ୍ବର, ଇନଭଏସ୍ କିମ୍ବା କ୍ରୟ ବିଲ୍, କଷ୍ଟମ୍ସ କ୍ଲିୟରାନ୍ସ ପ୍ରମାଣପତ୍ର, ଏହାପରେ ଆର୍ଥିକ ସଂସ୍ଥାର କୌଣସି ଆପତ୍ତି ପ୍ରମାଣପତ୍ର ଯାହାକି NOC ଯଦି ପ୍ରଯୁଜ୍ୟ ତାହେଲେ ଆପଣ ଏହାକୁ ଦେବେ। କୁହାଯାଇଥିବା ଏହି ଡକୁମେଣ୍ଟ ଗୁଡ଼ିକ ସଂଗ୍ରହ କରିବା ପରେ ଆପଣଙ୍କୁ ନିକଟସ୍ଥ ଆର୍‌ଟିଓ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ଏବଂ ଆବଶ୍ୟକୀୟ ଫି ସହିତ ସମସ୍ତ ଡକୁମେଣ୍ଟ ଦାଖଲ କରିବାକୁ ପଡ଼ିବ। ଆର୍‌ଟିଓ ଅଧିକାରୀ ସମସ୍ତ ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବା ପରେ ଆପଣ ଆପଣଙ୍କ ଗାଡ଼ିର ସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର ପାଇଯିବେ। ତେବେ ଓଡ଼ିଶାରେ ଆର୍‌ଟିଓ କାର୍ଯ୍ୟାଳୟ କେଉଁଠାରେ ଅଛି ତାହାର ଲିଙ୍କ ମୁଁ ମୋର ଡେସ୍କ୍ରିପସନରେ ମେନସନ୍ କରିଦେଇଛି। ସେ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ସେହି ଲିଙ୍କକୁ କ୍ଲିକ୍ କରିକି ୱେବସାଇଟକୁ ଯାଆନ୍ତୁ। ଏବେ ଆପଣ ଓଡ଼ିଶା ଆର୍‌ଟିଓ କୋଡ୍ ତାଲିକାକୁ ପ୍ରବେଶ କରିପାରିବେ ଏବଂ ସହଜରେ ଆପଣଙ୍କର ଯାନବାହନ ପଞ୍ଜୀକରଣ ପ୍ରମାଣପତ୍ର ପାଇପାରିବେ। ଓଡ଼ିଶା ରାଜ୍ୟରେ ଯାନବାହନ ପଞ୍ଜୀକରଣର ଫିସ୍ ମଧ୍ୟ ଅଲଗା ଅଲଗା ରହିଛି, ଯେପରିକି 2 ଚକିଆ ଯାନ ପାଇଁ 200 ଟଙ୍କା, 4 ଚକିଆ ଯାନ ପାଇଁ 600 ଟଙ୍କା, ପରିବହନ ଯାନ ପାଇଁ 1000 ଟଙ୍କା। ମନେ ରଖନ୍ତୁ ଏହି ଫି ଭିନ୍ନ ଭିନ୍ନ ହୋଇପାରେ, ତେଣୁ ଦୟାକରି ଆପଣ ଓଡ଼ିଶାର ଆର୍‌ଟିଓ ୱେବସାଇଟକୁ ଯାଇ ଥରେ ଭିଜିଟ୍ କରି ଏହା ବିଷୟରେ ସଠିକ୍ ତଥ୍ୟ ଜାଣି ନିଅନ୍ତୁ। ଫ୍ୟାନ୍ସି ପଞ୍ଜୀକରଣ ପାଇଁ ଯଦି ଆପଣ ନମ୍ବର ଚାହୁଁଛନ୍ତି ତାହେଲେ କିପରି ଆବେଦନ କରିବେ ଜାଣନ୍ତୁ। ପ୍ରଥମେ ଆପଣଙ୍କୁ ଯେଉଁ ରାଜ୍ୟର ଜିଲ୍ଲା ତଥା ସହର ପାଇଁ ଗାଡ଼ି ପଞ୍ଜୀକୃତ ହେବ ସେ ଅନୁସାରେ ନମ୍ବର ଉପଲବ୍ଧତା ଯାଞ୍ଚ କରିବାକୁ ପଡ଼ିବ। ଉପଲବ୍ଧତା ଯାଞ୍ଚ କରିବା ପାଇଁ ଆପଣ ସେହି ଲିଙ୍କକୁ କ୍ଲିକ୍ କରିବା ପରେ ସେ ସାଇଟ୍କୁ ଯାଇକି ଏ ବିଷୟରେ ଡିଟେଲରେ ଜାଣିପାରିବେ। ଏହାପରେ ଆପଣ ଫ୍ୟାନ୍ସି ନମ୍ବର ଆବଣ୍ଟନ ପାଇଁ ଆର୍‌ଟିଓକୁ ଏକ ଆବେଦନ ଦାଖଲ କରିପାରିବେ। ଆପଣଙ୍କ ଆବେଦନ ପ୍ରକ୍ରିୟାକରଣ ହେବା ପରେ ଏବଂ ନମ୍ବର ଆବଣ୍ଟନ ହେବା ପରେ ଆପଣଙ୍କୁ ପଞ୍ଜୀକରଣ ଏବଂ ଅତିରିକ୍ତ ଫି ମଧ୍ୟ ଦେବାକୁ ପଡ଼ିପାରେ। ଏହାପରେ ଯାଇ ଆପଣ ନିଜ ଗାଡ଼ିର ଫ୍ୟାନ୍ସି ପଞ୍ଜୀକରଣ ନମ୍ବର ପାଇଯିବେ। ଓଡ଼ିଶା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏହି ସଂକ୍ଷିପ୍ତ ବିବରଣୀକୁ ନେଇଥିବା ଆଜିର ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ।
ଦେଶ ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।